ଅରକ୍ଷିତକୁ ଦଇବ ସାହା, ଦେବଦୂତ ସାଜିଲେ ଅଗ୍ନିଶମ ବାହିନୀ। କଥାରେ ଅଛି, ଯାହାର କେହି ନାହିଁ ତାହା ପାଇଁ ଭଗବାନ ଅଛନ୍ତି। ତେବେ ଭଗବାନ କେଉଁ ରୂପରେ ଆସନ୍ତି ତାହା ମନୁଷ୍ୟ ପକ୍ଷରେ ଜାଣିବା ଅସମ୍ଭବ ପ୍ରାୟ। କିନ୍ତୁ ଆମେ କହିବୁ, ଯିଏ ଅସମୟରେ ଅସହାୟ ଅବସ୍ଥାରେ ପଡ଼ିଥାଏ, ସେହି ସମୟରେ ଯେଉଁମାନେ ସାହାଯ୍ୟ କରନ୍ତି ସେମାନଙ୍କୁ ଆମେ ଦେବଦୂତ କହିବୁ। କାହିଁକି ନା ଆଜି ଏକ ଦୃଶ୍ୟ ଛାତି ଥରାଇଲା ଭଳି ଥିଲା। ପାରଳାଖେମୁଣ୍ଡିରୁ ରାଣୀପେଣ୍ଠା ଯିବା ରାସ୍ତାର ଏକ ଘରୋଇ ଲଜ୍ ସମ୍ମୁଖରେ ସଡ଼କରେ ନାଳ ଗୋଟିଏ ଗାଈ ପଡ଼ିଥିଲା। କଥା କହିପାରୁନଥିବା ଜୀବଟି ନିଜ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ଲୋକେ ଥାଇ ମଧ୍ୟ ସେଠାରେ କିଛି ନ କରିପାରିବା ଭଳି ସ୍ଥିତି ରହିଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ଗାଈଟିକୁ ଉଦ୍ଧାର କରିଥିଲେ। ଗଭୀର ନାଳରୁ ବାହାର କରିଥିବା ଏହି ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଆମେ ନିଶ୍ଚୟ ବିପଦରେ ପଡ଼ିଥିବା ଗାଈ ପାଇଁ ଦେବଦୂତ କହିବୁ। ଆଉ ଏହି ଗାଈର ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଜଣାଇଥିବା ବ୍ୟକ୍ତିଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଦେବୁ। ଏହିପରି ସହଯୋଗ ସମସ୍ତ ସଚେତନ ନାଗରିକ କରିବା ଉଚିତ, ଯାହା ଜନମାନସରେ ଜୀବଙ୍କ ପ୍ରତି ଦୟାଭାବ ଜାତ କରିବ।